मुख्यमंत्री मोहन चरण माझीଙ୍କ द्वारा नियाଯାଇଥିବା ଏହି ନିଷ୍ପତ୍ତି ରାଜ୍ୟର ପ୍ରଗତି ପାଇଁ ଏକ ସକାରାତ୍ମକ ପଦକ୍ଷେପ। ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ରୋଜଗାର ଏହି ତିନୋଟି ସ୍ତମ୍ଭ ଯେକୌଣସି ବିକଶିତ ସମାଜର ମେରୁଦଣ୍ଡ। ଏହି ସମୀକ୍ଷା ବୈଠକର କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଏବଂ ସମ୍ଭାବ୍ୟ ପ୍ରଭାବ ଏଠାରେ ଦିଆଗଲା। 1. ଶିକ୍ଷା କ୍ଷେତ୍ରରେ ଉନ୍ନତି। ଭିତ୍ତିଭୂମି ବିକାଶ, ସରକାରୀ ସ୍କୁଲ ଓ କଲେଜଗୁଡ଼ିକର ଆଧୁନିକୀକରଣ। ଗୁଣାତ୍ମକ ଶିକ୍ଷା, ଶିକ୍ଷକ ନିଯୁକ୍ତି ଏବଂ ନୂତନ ଶିକ୍ଷାନୀତିକୁ ପ୍ରଭାବଶାଳୀ ଭାବେ ଲାଗୁ କରିବା। 2. ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ। ସୁଲଭ ଚିକିତ୍ସା, ଗ୍ରାମାଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଏବଂ ମାଗଣା ଔଷଧ ବଣ୍ଟନକୁ ସୁନିଶ୍ଚିତ କରିବା। ଡାକ୍ତରଖାନା ନବୀକରଣ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା। 3. ରୋଜଗାର ସୃଷ୍ଟି, ଶିଳ୍ପାୟନ, ନୂତନ ପୁଞ୍ଜିନିବେଶ ମାଧ୍ୟମରେ ଯୁବକମାନଙ୍କ ପାଇଁ କର୍ମସଂସ୍ଥାନ ସୁଯୋଗ। ଦକ୍ଷତା ବିକାଶ, ବେକାରୀ ସମସ୍ୟା ଦୂର କରିବା ପାଇଁ ବୈଷୟିକ ତାଲିମ ଶିବିର ଆୟୋଜନ। ସଂକ୍ଷେପରେ, ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରାଥମିକତା ଗୁଡ଼ିକ ଯଦି ଠିକ୍ ସମୟରେ ଏବଂ ସଠିକ୍ ଭାବେ କାର୍ଯ୍ୟକାରୀ ହୁଏ ତେବେ ଓଡ଼ିଶାର ବିକାଶ ଧାରା ଆହୁରି ତ୍ୱରାନ୍ୱିତ ହେବ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଗ୍ରାମାଞ୍ଚଳର ଜନସାଧାରଣଙ୍କ ପାଇଁ ଏକ ବଡ଼ ଆଶ୍ୱାସନା। ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଦିଗରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ। ଏହି ଯୋଜନାର କିଛି ମୁଖ୍ୟ ବିନ୍ଦୁ ଏବଂ ଏହାର ପ୍ରଭାବ ବିଷୟରେ ନିମ୍ନରେ ଆଲୋଚନା କରାଗଲା। ଗ୍ରାମୀଣ ସ୍ୱାସ୍ଥ୍ୟ ଭିତ୍ତିଭୂମିର ରୂପରେଖ। ସାଧାରଣତଃ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଏକ ତ୍ରିସ୍ତରୀୟ ଢାଞ୍ଚାରେ କାମ କରେ, ଯାହା ଏବେ ନୂତନ ଯୋଜନା ଦ୍ୱାରା ଅଧିକ ସୁଦୃଢ଼ ହେବ। ସ୍ତର। କେନ୍ଦ୍ରର ପ୍ରକାର। ମୁଖ୍ୟ ସୁବିଧା। ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର HWC, ମାଗଣା ପରୀକ୍ଷା, ଟିକାକରଣ ଏବଂ ପ୍ରାଥମିକ ଚିକିତ୍ସା। ମାଧ୍ୟମିକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର CHC, ବିଶେଷଜ୍ଞ ପରାମର୍ଶ ଏବଂ ସ୍ୱଳ୍ପକାଳୀନ ଭର୍ତ୍ତି ସୁବିଧା। ତୃତୀୟ କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ DHH, ଜଟିଳ ଅସ୍ତ୍ରୋପଚାର ଏବଂ ଉନ୍ନତ ନିଦାନ କେନ୍ଦ୍ର। ଏହି ଯୋଜନାର ମୁଖ୍ୟ ଲାଭ। ସମୟର ସଞ୍ଚୟ, ଗ୍ରାମାଞ୍ଚଳ ଲୋକଙ୍କୁ ସାମାନ୍ୟ ଚିକିତ୍ସା ପାଇଁ ଆଉ ସହରକୁ ଦୌଡ଼ିବାକୁ ପଡ଼ିବ ନାହିଁ। ଘର ପାଖରେ ହିଁ ଉତ୍ତମ ଚିକିତ୍ସା ମିଳିପାରିବ। ଟେଲିମେଡିସିନ ସେବା, ନୂତନ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଇଣ୍ଟରନେଟ୍ ମାଧ୍ୟମରେ ସହରର ବଡ଼ ଡାକ୍ତରଙ୍କ ସହ ପରାମର୍ଶ କରିବାର ସୁବିଧା ରହିବ। ମାତୃ ଓ ଶିଶୁ ମଙ୍ଗଳ, ଗ୍ରାମାଞ୍ଚଳରେ ଶିଶୁ ଜନ୍ମ ସମୟରେ ହେଉଥିବା ଜଟିଳତାକୁ ଏହା ହ୍ରାସ କରିବ ଏବଂ ନିରାପଦ ପ୍ରସବକୁ ପ୍ରୋତ୍ସାହନ ଦେବ। ନିଯୁକ୍ତି ସୁଯୋଗ। ନୂତନ ହସ୍ପିଟାଲ ଖୋଲିବା ଦ୍ୱାରା ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ପାରାମେଡିକାଲଙ୍କ ପାଇଁ ବହୁ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଗୁରୁତ୍ୱପୂର୍ଣ୍ଣ ସୂଚନା। ସରକାର ଏହି ଯୋଜନାରେ ଆମ ହସ୍ପିଟାଲ ଅଭିଯାନ ମାଧ୍ୟମରେ ପୁରୁଣା ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର ମଧ୍ୟ ନବୀକରଣ କରୁଛନ୍ତି, ଯେଉଁଥିରେ ରୋଗୀଙ୍କ ପାଇଁ ଅପେକ୍ଷା ଗୃହ, ପାନୀୟ ଜଳ ଏବଂ ପରିମଳ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଉଛି। କୃଷି ଏବଂ କୃଷକଙ୍କ ପାଇଁ ଏହା ଏକ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ। ଓଡ଼ିଶା ଭଳି ଏକ କୃଷିପ୍ରଧାନ ରାଜ୍ୟରେ ଚାଷୀଙ୍କ ସୁବିଧା ଏବଂ ଧାନ କ୍ରୟ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଦ୍ୱାରା ଗ୍ରାମୀଣ ଅର୍ଥନୀତି ଅଧିକ ମଜବୁତ ହେବ। ଧାନ କ୍ରୟ ପ୍ରକ୍ରିୟାକୁ ସରଳ କରିବା ପାଇଁ ସରକାର ନେବାକୁ ଥିବା ସମ୍ଭାବ୍ୟ ପଦକ୍ଷେପ ଏବଂ ଚାଷୀଙ୍କ ପାଇଁ ସହାୟତା ଯୋଜନାର ରୂପରେଖ ନିମ୍ନରେ ଦିଆଗଲା। 1. ଧାନ କ୍ରୟ ପ୍ରକ୍ରିୟାର ସରଳୀକରଣ, ସିମ୍ପ୍ଲିଫିକେସନ ଅଫ୍ ପ୍ୟାଡି ପ୍ରୋକ୍ୟୁରମେଣ୍ଟ। ଧାନ ବିକ୍ରି ସମୟରେ ଚାଷୀମାନେ ଭୋଗୁଥିବା ସମସ୍ୟାକୁ ଦୂର କରିବା ପାଇଁ ସରକାର ଏହି ଦିଗ ପ୍ରତି ଗୁରୁତ୍ୱ ଦେଇପାରନ୍ତି। ଟୋକନ ବ୍ୟବସ୍ଥାରେ ସଂସ୍କାର। ଟୋକନ ପାଇବା ଏବଂ ଧାନ ବିକ୍ରି କରିବା ମଧ୍ୟରେ ଥିବା ସମୟସୀମାକୁ ବ୍ୟବସ୍ଥିତ କରାଯିବ, ଯାହାଦ୍ୱାରା ଚାଷୀଙ୍କୁ ମଣ୍ଡିରେ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ମଣ୍ଡି ପରିଚାଳନା। ମଣ୍ଡିଗୁଡ଼ିକରେ ଶୀତଳ ଭଣ୍ଡାର, ପାନୀୟ ଜଳ ଏବଂ ଧାନ ରଖିବା ପାଇଁ ଉପଯୁକ୍ତ ଛାତର ବ୍ୟବସ୍ଥା କରାଯିବ। ସିଧାସଳଖ ବ୍ୟାଙ୍କ ଖାତାକୁ ଟଙ୍କା। ଧାନ ବିକ୍ରିର 24 ରୁ 48 ଘଣ୍ଟା ମଧ୍ୟରେ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ହସ୍ତାନ୍ତର DBT ସୁନିଶ୍ଚିତ କରାଯିବ। 2. ନୂତନ ସହାୟତା ଯୋଜନାର ମୁଖ୍ୟ ଦିଗ। ଚାଷୀଙ୍କ ଆୟ ବୃଦ୍ଧି ପାଇଁ ସରକାର ନିମ୍ନଲିଖିତ ସହାୟତା ପ୍ରଦାନ କରିବାକୁ ଯୋଜନା ରଖିଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ MSP ଉପରେ ବୋନସ। କେନ୍ଦ୍ର ସରକାରଙ୍କ MSP ବ୍ୟତୀତ ରାଜ୍ୟ ସରକାର ଅତିରିକ୍ତ ବୋନସ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି, ଯେପରିକି କ୍ୱିଣ୍ଟାଲ ପିଛା 3100 ଟଙ୍କା। ଇନପୁଟ ସବସିଡି, ବିହନ, ସାର ଏବଂ କୀଟନାଶକ ଔଷଧ କିଣିବା ପାଇଁ ଆଗୁଆ ଆର୍ଥିକ ସହାୟତା। କୃଷି ଯନ୍ତ୍ରପାତି ରିହାତି, ଟ୍ରାକ୍ଟର, ହାର୍ଭେଷ୍ଟର ଏବଂ ସେଚ୍ ପମ୍ପ କିଣିବା ପାଇଁ ବଡ଼ ଧରଣର ସବସିଡି। 3. ସ୍ୱଚ୍ଛତା ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର। ନିନି ସମସ୍ୟାର ସମାଧାନ। ମଣ୍ଡିରେ ଧାନ ଓଜନ ସମୟରେ ହେଉଥିବା ଅଯଥା ନିନିକୁ ରୋକିବା ପାଇଁ କଡ଼ା ନିୟମ ଓ ସୁପରଭିଜନ। ଓଡ଼ିଶାର ପାଣିପାଗରେ ଏହି ପରିବର୍ତ୍ତନ ବିଷୟରେ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ପାଣିପାଗ ବିଭାଗ IMDର ପୂର୍ବାନୁମାନ ଅନୁଯାୟୀ ବାୟୁମଣ୍ଡଳରେ ସୃଷ୍ଟି ହୋଇଥିବା ଲଘୁଚାପ କିମ୍ବା ପବନର ଦିଗ ପରିବର୍ତ୍ତନ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସତର୍କ ରହିବା ପାଇଁ ଏଠାରେ କିଛି ପ୍ରମୁଖ ପରାମର୍ଶ ଏବଂ ସୂଚନା ଦିଆଗଲା। ପାଣିପାଗ ପୂର୍ବାନୁମାନର ମୁଖ୍ୟ ଦିଗ। ବଜ୍ରପାତ ସତର୍କତା। ବର୍ଷା ସମୟରେ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା ଅଧିକ ଥାଏ। ଏହି ସମୟରେ ବାହାରକୁ ନ ବାହାରିବା ଭଲ। ତାପମାତ୍ରାରେ ପରିବର୍ତ୍ତନ। ବର୍ଷା ଯୋଗୁଁ ରାତିର ତାପମାତ୍ରା ସାମାନ୍ୟ କମିପାରେ, ଯାହା ଶୀତଳ ଅନୁଭବ କରାଇବ। କୃଷି ପରାମର୍ଶ। ଖୋଲା ପଡ଼ିଆରେ ଥିବା ଅମଳ କରାଯାଇଥିବା ଧାନ ବା ଅନ୍ୟାନ୍ୟ ଫସଲକୁ ସୁରକ୍ଷିତ ସ୍ଥାନକୁ ନେଇଯିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଉଛି। ଭାରତୀୟ କ୍ରିକେଟ ଦଳର ପ୍ରସ୍ତୁତି ଏବଂ ବିଶେଷ କରି ଓଡ଼ିଆ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ସାରା ରାଜ୍ୟରେ ଏବେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ଓଡ଼ିଶାର କ୍ରିକେଟ ପ୍ରେମୀମାନେ ସବୁବେଳେ ଚାହାନ୍ତି ଯେ ଆମ ରାଜ୍ୟର ପ୍ରତିଭାମାନେ ଜାତୀୟ